সবারুড়া মহাভীমা ঘোরদষ্ট কঠোরমুখী চতুর্ভুজা মুন্ডমালা বরা ভয়ঙ্করাং শিবং মুন্ডমালা ধরা দেবী লোড়ো জিহ্বা দিগম্বরাম এবং সঞ্চিতকারী শ্মশান রয়াবাসিলাং জগজ্জননী মা দক্ষিণকারী আদি দিনের ইষ্ট দেবতা শনিশ্বর দেবতা জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা লক্ষ্মীনারাୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ପ୍ରଥମେ ଆଜିର ପଞ୍ଜିକା। ଆଜି ଫେବୃଆରୀ ମାସ 1 ତାରିଖ ମକର 19 ଦିନ ମାଘ ମାସ ଶୁକ୍ଳପକ୍ଷ ତୃତୀୟା ଶନିବାର। ତୃତୀୟା ତିଥି ସକାଳ 11:39 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଚତୁର୍ଥୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ପୂର୍ବଭାଦ୍ର କୁମ୍ଭ। ପୂର୍ବଭାଦ୍ର ନକ୍ଷତ୍ର ରାତ୍ରି 2:33 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଉତ୍ତରଭାଦ୍ର ନକ୍ଷତ୍ର ଭୋଗ ହେବ ଏବଂ ଚନ୍ଦ୍ର କୁମ୍ଭ ରାଶିରେ ରାତ୍ରି 8:58 ପର୍ଯ୍ୟନ୍ତ ରହିବ। ଏହାପରେ ମୀନ ରାଶିକୁ ଗମନ କରିବେ। ସକାଳ 11:38 ପର୍ଯ୍ୟନ୍ତ ତୃତୀୟା ତିଥି ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ପୋଟଳ ଖାଇବା ମନା, ଖାଇଲେ ଶତ୍ରୁ ବୃଦ୍ଧି ଏବଂ ଏହାପରେ ଚତୁର୍ଥ ତିଥି ଭୋଗ ହେଉଥିବାରୁ ମୂଳା ଖାଇବା ମନା, ଖାଇଲେ ଧନ ହାନି। ଇଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଏକାଦଶ ଚନ୍ଦ୍ର ଓ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ। ମୂଲ୍ୟବାନ ଧାତୁ ବସନ ଭୂଷଣ ସୌଖିନୀ ଘରୋଇ ଉପକରଣ ଏବଂ ଯାନବାହନ କ୍ରୟ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ହୃତ ଧନ ଫେରି ପାଇବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 3, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ବୃଷ ରାଶି ଦଶମ ଚନ୍ଦ୍ର ଓ ଘାତ ବାର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ମନରେ ସତ୍ ଚିନ୍ତା ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି ଘାତ ଚନ୍ଦ୍ର ଓ ଶନିବାର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ। ଅପମାନ, ଅପଯଶ, ଅପନିନ୍ଦା ମିଳିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଏବଂ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କର ଉପହାସର ପାତ୍ର ହେବେ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ମେରୁନ୍, ସଂଖ୍ୟା 4, ଆରାଧନା ମା ତ୍ରିପୁର ସୁନ୍ଦରୀ। କର୍କଟ ରାଶି ଅଷ୍ଟମ ଚନ୍ଦ୍ର ଶନିବାର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ, ଗ୍ୟାସ୍ ଇଲେକ୍ଟ୍ରିକ୍ ଦ୍ରବ୍ୟ ବ୍ୟବହାର ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ।
उचित कर्मरू विच्युत हो अनुचित कर्म आग्रह रखिए एवं बिना कारण बहुत व्यस्त रे मन अस्थिर विषादग्रस्त चापग्रस्त रही शारीरिक पीड़ा भोगे वाणिज्य व्यवसाय परिवहन में आय ठारू व्यय अधिक एवं आर्थिक स्थिति बिगड़ी कर्म विफलता और सम्मान हानि घटव जो मानकर पुनर्वसु कर्कट से सतर्कता अवलंबन करेंगे शुभ रंग धड़ा संख्या 1 आराधना भगवान शिव सिंह राशि सप्तम चंद्र और घात बार जो समस्त कर्म शुभ फल मिले मन अस्थिर विषादग्रस्त चापग्रस्त मानसिक पारिवारिक शांति एवं दाम्पत्य जीवन में मधुरता आसब परिचित महिला साहाय्य सहयोग धन मिल मूल्यवान धातु बसन भूषण और शौखिन घर उपकरण क्रय करेंगे वाणिज्य व्यवसाय परिवहन में आय अति उत्तम हो कर्म सफलता और महिला सहकर्मी साहाय्य सहयोग प्राप्त करेंगे जो मानकर पूर्व फाल्गुनी सिंह से उपकृत हेबे शुभ रंग गोलापी संख्या 3 आराधना प्रभु गजानन कन्या राशि षष्ठ चंद्र और घात बार जो घात बार प्रभाव रहा रोग ऋण दुख शोक क्लेश मानसिक अवसादरू सामयिक मुक्ति मिल मन में प्रसन्नता परिवार सुख शांति और देह मन सुस्थ रहिबो परोपकार समाज सेवा और धार्मिक कर्म अधिक आग्रह रत्रुबार मित्रतार हाथ बढ़ाइबे एवं आपण वक्तव्य सम्मोहनर शक्ति रश सम्मान सामाजिक प्रतिष्ठा और जनसंपर्क वृद्धि पाइब वाणिज्य व्यवसाय परिवहन में आय अति उत्तम हो कर्म सफलता और कर्मस्थान समस्त बाधा विघ्न और प्रतिबंधक दूर हो जो मानकर हस्ता कन्या से उपकृत हेबे शुभ रंग मेरून संख्या 8 आराधना माँ त्रिपुर सुंदरी तुला राशि पंचम चंद्र जो जश सम्मान सामाजिक प्रतिष्ठा और जनसंपर्क वृद्धि पाइब विद्या बुद्धि ज्ञान गारिमा प्रत्युत्पन्नमति दूरदृष्टि धीशक्ति स्मरण शक्तिर विकास घटव एवं नूतन विद्या कला संस्कृति प्रति अधिक आग्रह रंतान मान आज्ञाधीन हेबे एवं पितामाता कृपा लाभ करेंगे वाणिज्य व्यवसाय परिवहन में आय मध्यम हो कर्म स्वल्प परिश्रम अधिक सफलता और सहकर्मी साहाय्य सहयोग मिल जो मानकर स्वाति तुला से उपकृत हेबे शुभ रंग नील संख्या 2 आराधना माँ समलेश्वरी मिथ्या राशि शुक्ल पक्षर चतुर्थ चंद्र जो गुरुजन सह विवाद क्षमताशाली व्यक्ति शत्रुता एवं राजनैतिक व्यक्ति आक्रोशर शिकार हेबे धन क्षति मानसिक अस्थिरता परिवार मनमालिन स्वजन विवाद पड़ोशी सतिक्तता एवं आर्थिक क्षति आर्थिक ठकामी पड़ पारती अन्यठारु आनिथिबा धन फेरेबार असमर्थ हेबे एवं अन्य को देइथिबा धन पाइबार विफल हेबे धन को नहीं विवाद मानि मुकदमार पड़ पारती वाणिज्य व्यवसाय क्षति परिवहन व्यवसाय विपर्ययर सामना करेंगे कर्म विफलता और सहकर्मी उपहासर पात्र हेबे जो मानकर विशाखा बिच्छा से सतर्कता अवलंबन करेंगे शुभ रंग लाल संख्या 11 आराधना माँ चंडी धनु राशि तृतीय चंद्र तृतीया तिथि और बृहस्पति नक्षत्र भोग हो मन में उत्साह उद्दीपना परिवार सुख शांति स्वजन सुसंपर्क एवं भाई भौन प्रति स्नेह श्रद्धा आंतरिकता अधिक रहिबो सुखबर सुसंवाद मिल एवं समस्त कर्म सुचिंतित पदक्षेप रे मन में उन्नत चिंताधारा उच्चाभिलाष प्रकाश पाइब एवं मनोबल सुदृढ़ हो वाणिज्य व्यवसाय परिवहन में आय अति उत्तम हो कर्म सफलता और कर्मस्थान और समस्त कर्म आपणकर कर्मकुशलता कार्यदक्षता और समयानुवर्तिता प्रकाश पाइब जो मानकर पूर्वाषाढ़ा धनु से उपकृत हेबे शुभ रंग गोलापी संख्या 2 आराधना माँ तारा मकर राशि द्वितीय चंद्र शनिवार जो धन संपद प्राचुर्य प्रतिपत्ति वृद्धि पाइब एवं धन प्रति मन में दुर्बलता प्रकाश पाइब
ଧନ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ମୂଲ୍ୟବାନ ଧାତୁ ବସନ ଭୂଷଣ ଭୂମି ଓ ଯାନବାହନ କ୍ରୟ କରିବେ। ଧନର ସତ୍ ବିନିଯୋଗ କରିବେ ଏବଂ ଆୟର କିଛି ଭାଗ ସଞ୍ଚୟରେ ବିନିଯୋଗ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ବିଘ୍ନ ଦେଖାଦେବ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା କାଳୀ। କୁମ୍ଭ ରାଶି, ଶ୍ରୀଚନ୍ଦ୍ର ଶନିବାର ଯୋଗୁଁ ଧନ ମାନ ସମ୍ମାନ ସୌଜନ୍ୟରେ ସୁସମ୍ପର୍କ ପରିବାରରେ ସୁଖ ଶାନ୍ତି ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ସର୍ବଜନ ଆଦୃତ ହେବ। ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ସୌଜନ୍ୟରେ ସୁସମ୍ପର୍କ ପରିବାରରେ ସୁଖ ଶାନ୍ତି ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ। କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 11, ଆରାଧନା ମା କାଳୀ। ଶେଷ ରାଶି ମୀନ ରାଶି। ଘାତଚନ୍ଦ୍ର ଯୋଗୁଁ ଅପବ୍ୟୟ ଅପବାଦ ଅପଦୋଷର ଶିକାର ହେବେ। ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ମନରେ ଦୁଶ୍ଚିନ୍ତା ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ। ଅଯଥା ଖର୍ଚ୍ଚ ବୃଥା ଭ୍ରମଣ ଲାଗି ରହିବ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 7, ଆରାଧନା ମା ତାରା। ଏ ରହିଥିଲା ଆଜିର 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ। ଋଷ୍ୟାଦିଟି ହେଲା ବଂଶଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ ଶନିଶ୍ଚର ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ମନ୍ତ୍ରଟି ଋଷ୍ୟାଦିଟିକି ଥରେ ପଢ଼ିବେ ଏବଂ ମନ୍ତ୍ରଟି ହେଲା ଓଂ ଐଂ ହିଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ରଟିକି ସକାଳ 108 ଏବଂ ସନ୍ଧ୍ୟାବେଳେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି। ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।